ରାମାକବାସୀ ଗାଁ ବଡ଼ଗୁଡ଼ା କ'ଣ ପୂର୍ବ କାଳରୁ ଆମେ ଅଛୁ ଏଠି ଅଛୁ ଆମକୁ ଯେତିକି ଇଟା ଜିନିଷ ଆମେ କହିଥିଲୁ ସେ ଜିନିଷ ଯାକ ଆମକୁ ପାଇଲେ ନାହିଁ ଫଟା ମଧ୍ୟମରେ ଆଉ ଯେଉଁଟା ଅସୁବିଧା ଅଛି ସେଟା ଆମେ ସବୁ ଲିଖିତ ଦ୍ୱାରାରେ ଦେଇଥିଲୁ ଅଫିସରେ ମିଶା ଅଫିସରେ ଦେଇଥିଲୁ ସେଟା ବି ଆମେ କେତେ ଥର ଯାଇ ଅଫିସରେ ଲାଗିଲୁ ହେଲେ ସେ ଜିନିଷ ଯାକ ସବୁ ପ୍ରିଣ୍ଟ ହେଇକିନା ଗୋଟେ ଜାଗାରେ ଗଦା ହେଇକିନା ଥିଲା ସେ ଜମି ବିଷୟର ଏବେ କ'ଣ କହୁଛନ୍ତି ଅଫିସର ମାନେ କହିଲେ କ'ଣ ନାଇଁ ତମର ସରପଞ୍ଚ ମାନେ ସିଗ୍ନେଚର ହେଲା ନାଇଁ ଆମେ ଏଇଟା କରିପାରିଲୁ ନାହିଁ ଫଟାଇଲୁ ନାହିଁ ସିଆଡ଼େ ବୋଲି ସେଟା କହିଲେ ଗାଁର 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 ଟିକେ କେତେ ଚାରି ଜଣଙ୍କର ଫଟା ଅଛି ଗାଁରେ ଆଉ ବାକି ଲାଇନ୍ରେ ଫଟା ନାହିଁ ଆମକୁ ଫଟା ଦିଆଯାଉ ବୋଲି ଆମେ ଏ ଦାବିଟା ଆମେ ରଖୁଛୁ। ମୁଁ ଲଳିତ ମାଡ଼ଗାମୀ ଜଣେ ସମାଜସେବୀ ଆଉ ଘର ହେଉଛି ମୋର କାଲିମେଳା। ଦେଖନ୍ତୁ ମୁଁ ତା କହିବା ପୂର୍ବରୁ ଆପଣଙ୍କୁ କହିବା ପୂର୍ବରୁ ସର୍ବପ୍ରଥମେ ଆମେ ଗଣତନ୍ତ୍ରକୁ ସମ୍ବିଧାନ ଆଉ ଜିଲ୍ଲା ପ୍ରଶାସନକୁ ଆମେ ରେସ୍ପେକ୍ଟ ଦେଉଛୁ। ମାଲକାନଗିରି ଜିଲ୍ଲାରେ ପ୍ରତ୍ୟେକ ଅଣୁକୋଣରେ ଆମ ଲୋକ ଆଦିବାସୀ ଲୋକମାନଙ୍କର ବହୁତ ଗୁଡ଼ିଏ ସମସ୍ୟା ଅଛି, ଯେମିତିକି ରାସ୍ତାଘାଟର ସମସ୍ୟା, ବିଜୁଳି ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଆଉ ତାପରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ସମସ୍ୟା, ଏମିତି ବହୁତ ଗୁଡ଼ିଏ ସମସ୍ୟା ଅଛି। ଆଜି ଯେଉଁଟାକି ଆମର କାଲମେଳା ଯେଉଁଟାକି ଲାଗିକି ଯେଉଁଟା ଆମର ବଡ଼ଗୁଡ଼ା ଯେଉଁ ଗ୍ରାମ ଅଛି ଏଇଟା ହେଉଛି ଗୋଟେ ଆମର ଆଦିବାସୀ ଗାଁ, ଯେଉଁଟାକି ଆମର କୟା ସମ୍ପ୍ରଦାୟ ମାନେ ଆଜିକୁ ନୁହଁ ମାନେ ବିଫୋର୍ ଇଣ୍ଡିପେଣ୍ଡେନ୍ସରୁ ଏମାନେ ଏଠି ବସବାସ କରିକି ଆସୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ଘରପଟା ପାଇନାହାନ୍ତି। ମାନେ ସେମାନେ ଏତେ ଥର ଲିଖିତ ଆକାରରେ ଦେଲେ ମଧ୍ୟ ଘରପଟା ହେଇପାରୁନାହିଁ। ଏଠି ଗୋଟେ ଜିନିଷ ମୋର ଓଡ଼ିଶା ସରକାରଙ୍କୁ, ମୁଁ ଭାରତ ସରକାରକୁ ଆଉ ଜିଲ୍ଲା ପ୍ରଶାସନକୁ ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଏଇ ମାଟି ଯେଉଁ ଅଭିଯୁକ୍ତ କୋରାପୁଟ ଜିଲ୍ଲା ମାଟି ଆଉ ଏ ମାଲକାନଗିରି ମାଟି ହେଉଛି ଗୋଟେ ଶହୀଦ ମାଟି, ଯେଉଁଟାକି ଆମର ଶହୀଦ ତାମାଦରାର ମାଟି, ଶହୀଦ ଲକ୍ଷ୍ମଣ ନାୟକର ମାଟି, ବିର୍ସା ମୁଣ୍ଡାର ମାଟି। ଆଜି ସେମାନଙ୍କର ଯେଉଁ ଦେଶକୁ ସ୍ୱାଧୀନତା ଆଣିଲେ, ମାନେ ଏ ଦେଶ ପାଇଁ ବୋଲିକିରି ସେମାନେ ରକ୍ତ ଦେଲେ, ଦେଶକୁ ସ୍ୱାଧୀନତା ଆଣିଲେ, ଭାରତର ସମ୍ବିଧାନ ବି ତିଆରି କରାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ଲୋକ ଉନ୍ନତି ହେଇପାରୁନାହାନ୍ତି ଆଉ ସମସ୍ୟା ଗୁଡ଼ିକ ସମାଧାନ ହେଇପାରୁନାହିଁ। କାହିଁକି ଏ ଯେଉଁ ସମସ୍ୟାର ସମାଧାନ ହେଇପାରୁନାହିଁ? ତା ପାଇଁ ତ ଅନେକ ସୁବିଧା ଅଛି, ତା ପାଇଁ ଡିପାର୍ଟମେଣ୍ଟ ସାର୍ କାହିଁକି ସମସ୍ୟା ସମାଧାନ ହେଇପାରୁନି? ଠିକ୍ କଥା କହିଲେ ଆପଣ, ସମସ୍ୟା ସମାଧାନ ହେଇପାରୁନି ବୋଲେ ଦେଖନ୍ତୁ, ଯେତେବେଳେ ଦେଶ ସ୍ୱାଧୀନ ହେଲା, ଭାରତର ସମ୍ବିଧାନ ତିଆରି ହେଲା ଆଉ ଭାରତରେ ଯେତେ ଗୁଡ଼ିଏ ଆଇନ ତିଆରି କରାଗଲା ଏ ଲୋକଙ୍କର ଉଦ୍ଦେଶ୍ୟରେ ତିଆରି ଗଲା, ଯେମିତିକି ଫର୍ ଦି ପିପୁଲ୍, ବାଇ ଦି ପିପୁଲ୍ ଆଣ୍ଡ ଅଫ୍ ଦି ପିପୁଲ୍, ଲୋକମାନଙ୍କ ଦ୍ୱାରା ପାଇଁ ବୋଲିକିରି ଆଇନ ଗୁଡ଼ିକ ତିଆରି କରାଗଲା। ଆଉ ଲୋକଙ୍କର ଟ୍ୟାକ୍ସରେ ହିଁ ଆଜି ଅଫିସର ମାନେ ଯେଉଁମାନେ ଅଫିସ କଳ କୁହନ୍ତୁ ସେମାନେ ଦରମା ପାଉଛନ୍ତି। ଆଜି ଯେଉଁମାନେ କି ଲୋକପ୍ରତିନିଧି MLA କୁହନ୍ତୁ, MP କୁହନ୍ତୁ, ସମସ୍ତେ ଆଜି ଏଇ ଗରିବ ଲୋକମାନଙ୍କରେ ହିଁ ଦରମା ଟ୍ୟାକ୍ସ ପାଉଛନ୍ତି, କିନ୍ତୁ ଯୋଜନା ଗୁଡ଼ିକ ତିଆରି ହେଉଛି କିନ୍ତୁ ପ୍ରକୃତରେ ଲୋକ ପାଇପାରୁନାହାନ୍ତି। ତାହେଲେ ଏଇଠି ମୁଁ ଗୋଟେ ଜିନିଷ କ୍ୱେଶ୍ଚନ୍ କରିବା ପାଇଁ ଚାହୁଁଛି, ତାହେଲେ କେଉଁମାନଙ୍କ ସ୍ୱାର୍ଥ ନେଇକି ଆଜି ଏଇ ଗରିବ ଲୋକମାନଙ୍କୁ ଏଇ ଟାଇପ୍ର ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଇଛି। ଆଜି ବହୁତ ବଡ଼ ସମସ୍ୟା ଯେଉଁଟାକି ଏ ବଡ଼ଗୁଡ଼ା ଗ୍ରାମରେ ମୁଁ ଯାହା ଦେଖିଲି, ଆଗରୁ ମଧ୍ୟ ମୁଁ ଆସିଥିଲି, ଏ ଗାଁଟି ହେଉଛି ଟୋଟାଲି ଗଛର ଜମି ଭିତରେ ରହିଯାଇଛି। ହେଲେ ଗଛର ଅର୍ଥ କ'ଣ? ଗଛର ରହିଯାଇଛି, ହେଲେ ଏଠି ନେଇକି ଆପଣ ଏଇଟା ନିହାତି ଜାଣିବାର ଅଛି, ଏମାନେ ବ୍ରିଟିଶ ପୂର୍ବରୁ ମାନେ ଦେଶ ସ୍ୱାଧୀନତା ପୂର୍ବରୁ ଏଠି ବସବାସ କରୁଛନ୍ତି। ଯେତେବେଳେ ଦେଶ ସ୍ୱାଧୀନ ହେଲା, ଭାରତରେ ଆଇନ ତିଆରି କରାଗଲା, ଓଡ଼ିଶାରେ ମଧ୍ୟ ଆଇନ ତିଆରି କରାଗଲା, ଆମର ପ୍ରଶାସନ କରାଗଲା, ତାପରେ ପରବର୍ତ୍ତୀ ଷ୍ଟେଜ୍ରେ ସେଟଲମେଣ୍ଟ ଆସିଲା। ସେଟଲମେଣ୍ଟ ଯେତେବେଳେ ଆସିଲା, ସେଟଲମେଣ୍ଟରେ କ'ଣ କରାଯାଇଛି, ଏଠି କିଛି ଯାହା ଗାଁ ଗୁଡ଼ିକ, ଏ ଗୋଟେ ଗାଁ ନୁହଁ, ଏମିତି ବହୁତ ଗୁଡ଼ିଏ ଆଦିବାସୀ ଗାଁ ଗୁଡ଼ିକ ଅଛି ଯେଉଁଠି ଘର କରିକି ସେମାନେ ବସବାସ କରୁଛନ୍ତି, ସେମାନଙ୍କ ଜାଗା ଉପରେ ଗୋଚର କରାଯାଇଛି, ଯେଉଁଟାକି ଏମାନଙ୍କର ଭୁଲ ନୁହଁ, ଯେଉଁଟାକି ସେଟଲମେଣ୍ଟର ଭୁଲ ଅଛି, ଏଇଟା ଗୋଚର କରିଦେଇଛନ୍ତି। ଆଜି ଅବଜେକ୍ସନ୍ ହେଇଯାଇଛି ସେଟା, ହେଲେ ତାହେଲେ ଏମାନେ ଯିବେ କେଉଁଠି? ଏବେ ବର୍ତ୍ତମାନ ଶୁଣିବାକୁ ପାଉଛି ଏମାନଙ୍କୁ ଯାହା ଏମାନେ କହୁଥିଲେ ନା କାଢ଼ିଦେବେ, ବୋଲେ ଆପଣମାନେ କେମିତି କାଢ଼ିଦେବେ? ଗୋଚର କିଏ ତିଆରି କଲା? ସେଟଲମେଣ୍ଟ ତିଆରି କଲା, ତେଣୁ ସେଟଲମେଣ୍ଟ ଆସିକିରି ଆକୁ କ୍ଲାସିଫିକେସନ୍ ଚେଞ୍ଜ କରନ୍ତୁ, ଚେଞ୍ଜ କରିକି ଆଦିବାସୀମାନଙ୍କୁ ତାଙ୍କର ଅଧିକାର ତାଙ୍କୁ ଦିଆଯାଉ। ଯେହେତୁ ସୁପ୍ରିମକୋର୍ଟ କହିଛି କ'ଣ 2011 କ'ଣ କହିଛନ୍ତି? ସୁପ୍ରିମକୋର୍ଟ କହିଛନ୍ତି ପରା ଇ ଦେଶ କା ମାଲିକ କ'ଣ ହେ? ଆଦିବାସୀ ଦେଶ କା ମାଲିକ। ତାହେଲେ ତାଙ୍କୁ କେଉଁ ଟାଇପ୍ର ଅନ୍ୟାୟ କରାଯାଉଛି ଏଠି? ତେଣୁକରି ମୁଁ କହିବାକୁ ଚାହୁଁଛି ଯେ ସେଟଲମେଣ୍ଟକୁ ମାନେ ଏ ଅଞ୍ଚଳରେ ଯେତେ ଗୁଡ଼ିଏ ଗାଁ ଅଛି, ବହୁତ ଗୁଡ଼ିଏ ଗାଁରେ ଏ ଟାଇପ୍ର ଅବଜେକ୍ସନ୍ ଲ୍ୟାଣ୍ଡ ଗୁଡ଼ିକ ଅଛି, ତେଣୁକରି ସେମାନଙ୍କୁ ସ୍ଥାୟୀ ପଟ୍ଟା କେମିତି କରାଯିବ? ମୋର ଓଡ଼ିଶା ସରକାର, ଭାରତ ସରକାର ଗୋଟେ ନିକଟରେ ମୋର ଗୋଟେ ଅନୁରୋଧ, ଯେତେ ଗୁଡ଼ିଏ ଆଦିବାସୀ ଗାଁ ଏ ଅଞ୍ଚଳ ଗୁଡ଼ିକ, ଜିଲ୍ଲା ଗୁଡ଼ିକର ଅଛି, ଏ ଯେଉଁ ଅବଜେକ୍ସନ୍ ଲ୍ୟାଣ୍ଡ ଗୁଡ଼ିକ ଯେଉଁ ଅଛି, ଗୋଚର ଫଚର ସବୁ କରିକି ଛାଡ଼ିଛନ୍ତି, ଆକୁ ଇମିଡ଼ିଏଟଲି ସେଟଲମେଣ୍ଟକୁ ଆଣିକିରି ଆଉ ଥର ତାକୁ ଚେଞ୍ଜ କରିକିରି ଏ ଲୋକମାନଙ୍କୁ ଥଇଥାନ କରାଯାଉ। ଆଉ ସରକାରଙ୍କର ଯେତେ ଗୁଡ଼ିଏ ଯୋଜନା ଅଛି, ଘର କୁହନ୍ତୁ, ପକ୍କା ଘର କୁହନ୍ତୁ, ରାସ୍ତାଘାଟ ଯାହା ଅଛି, ଇମିଡ଼ିଏଟଲି ସେଗୁଡ଼ିକ ତୁରନ୍ତ ଆଉ ଲୋକଙ୍କ ପାଖରେ ପହଞ୍ଚେ। ଯେହେତୁ ଏଇଟା ହେଉଛି 5th ସିଡ୍ୟୁଲ୍ ଏରିଆ, ଆମର ପାଇଁ ସ୍ୱତନ୍ତ୍ର ଆର୍ଟିକେଲ ଅଛି, କିନ୍ତୁ ସେହି ହିସାବରେ କାମ କରାଯାଉ ନାହିଁ।
तेणुकर मोर गोटे अनुरोध ओडिशा सरकार जिला प्रशासन पाखे इमिडिएटली सेटलमेंट को अणाଯାऊ इमती जिते गुड़िक गचर जमी पचर जमी जो गाँ गुड़िक अच्छी इमिडिएटली क्लासिफिकेशन चेंज करके लोक पुनर्बार पट्टा दि जाऊ ऑफिस कल कहतु आमर प्रतिनिधि खेल कहतु जो मैंने भी कहतु से भी जानवा दरकार जे आमे हूँ लोक लोक द्वारा जेहेतु से इग्नोरेंस बोली आज से टाइप जेहेतु आम जानवा दरकार आम शिक्षित समाज आम जानवा दरकार जे ये मैंने आदिवासी गरीब हेले से गोटे मनीष आमर भी मानविकता रहा दरकार मानविकता जदि निश्चित आमर भर गोटे उत्साह हम ये गरीब लोक कम कर जहाँकि आगामी दिन में आउ प्रतिवाद करें जदि यही समस्या गुड़िक जब समाधान न कर आगामी दिन में आप निश्चित देखिए गणतंत्र को संविधान को आम सम्मान देकर राजरास्ता को बाध्य हबू आदि कौन अप्रतीक घटना घटव से मत जिला प्रशासन ओडिशा सरकार संपूर्ण दायी रहे।